Hello everyone, welcome back to my YouTube channel. ହିଷ୍ଟ୍ରିର 3 ନମ୍ବର ବିଶିଷ୍ଟ ପ୍ରଶ୍ନ ଉତ୍ତର। ପ୍ରଶ୍ନଟି ହେଉଛି ମହାବୀରଙ୍କ ପ୍ରଦର୍ଶିତ ଅହିଂସା। ମହାବୀରଙ୍କ ପ୍ରଦର୍ଶିତ ଅହିଂସା। ଏହାର ସଠିକ୍ ଉତ୍ତର ଦେଖିବା। ମହାବୀର ଥିଲେ ଅହିଂସାର ପ୍ରବକ୍ତା ବା ପୂଜାରୀ। ତାଙ୍କର ବାଣୀ ଥିଲା ଅହିଂସା ପରମ ଧର୍ମ। କାୟମନ ବାକ୍ୟରେ ସେ ଅହିଂସା ଆଚରଣ କରିବା ପାଇଁ ସମସ୍ତଙ୍କୁ ଉପଦେଶ ପ୍ରଦାନ କରିଥିଲେ। ତାଙ୍କ ମତରେ ଉଭୟ ଜଡ଼ ଓ ଚେତନଙ୍କର ଜୀବନ ଅଛି। ସେମାନଙ୍କୁ ଆଘାତ କଲେ ସେମାନେ ଯନ୍ତ୍ରଣା ଅନୁଭବ କରିଥାନ୍ତି। ସୃଷ୍ଟିର ସମସ୍ତ ଜୀବଜନ୍ତୁ, କୀଟପତଙ୍ଗ, ବୃକ୍ଷଲତା, ଧାତୁ ପ୍ରସ୍ତର ଆଦିର ଜୀବନ ଅଛି। ତେଣୁ ମଣିଷ, ପଶୁ, ପକ୍ଷୀ, କୀଟ, ପତଙ୍ଗ, ଜଳ, ବୃକ୍ଷ, ମାଟି, ପଥର ଆଦି ପ୍ରତି କେହି କ୍ଷତି ଘଟାଇବା ଉଚିତ ନୁହେଁ। ମହାବୀରଙ୍କ ଅହିଂସା ନୀତି ଅତ୍ୟନ୍ତ କଠୋର ଥିଲା।